ଆପଣ ଦେଖିପାରୁଥିବେ ଆମେ ଆସି ପହଞ୍ଚୁ କାକରଦୁରପୁର ପଞ୍ଚାୟତ 8 ନମ୍ବର ୱାର୍ଡରେ ଆପଣ ଜାଣିପାରୁଥିବେ ଦେଖୁଥିବେ କେମିତି ସମସ୍ୟା ରହିଛି। ଏଇ ଯୋଉ ସମସ୍ୟା ଦୀର୍ଘ ଦିନ ହେଲାଣି ଏ କଳ ପାଣି ଆସୁଛି ସତ କିନ୍ତୁ ଏ ପାଣିର ଯୋଉ ଥାଏ ମିଠାସ ସେ ମିଠାସ ନାହିଁ ହଳଦିଆ ହଳଦିଆ ପାଣି ବାହାରୁଛି। ଆପଣ ଦେଖିପାରୁଥିବେ ପିଇବାର ଜମା ବି ଉପଯୋଗୀ ନୁହେଁ କାରଣ ଏଇଟା ଦେହ ପ୍ରତି ମାନେ ହାନିକାରକ ହେଇପାରେ। ଆପଣ ଦେଖୁଥିବେ ମୁଁ ଭାଇକି ଆସି ଦେଖିବା ପାଇଁ ଚାହିଁବି କ୍ୟାମେରା ଆଗକୁ ଆଣିବା ପାଇଁ ମୁଁ କହିବି। ଆପଣ ଦେଖିପାରୁଥିବେ ଟ୍ୟୁବୱେଲ ଅବସ୍ଥା କେମିତି ରହିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଆଜି ଯାଏଁ ଶୁଣାଣି ହେଇପାରୁନି। ବିଡିଓଙ୍କୁ ନୋଟିସ ମାଧ୍ୟମରେ ହଉ ବା ତହସିଲଦାରଙ୍କୁ ହଉ ବା ବିଧାୟକଙ୍କୁ ମଧ୍ୟ ହଉ ଜଣେଇ ସାରିଛନ୍ତି। ସମସ୍ତେ କହୁଛନ୍ତି ହେଇଯିବ କିନ୍ତୁ ଆଜି ଯାଏଁ ହେଇପାରୁନି। ତ ଲୋକମାନେ କେମିତି ସମସ୍ୟାର ସମ୍ମୁଖୀନ ହଉଛନ୍ତି କାରଣ ଜଳ ହିଁ ଜୀବନ କୁହାଯାଇଛି। କାରଣ ଜଳ ଯଦି ଠିକ ସେ ନ ପିଇ ପାରିବା ଆମେ ତ ୱାକଗାର୍ଡ ଲଗେଇ ପିଉଛେ କିନ୍ତୁ ସାଧାରଣ ଗରିବ ଶ୍ରେଣୀର ଲୋକ ସେ ବହି କେମିତି ପିଇବ। ତା ପାଇଁ ତ ଉପକାର କରିବାକୁ ପଡିବ ଯେହେତୁ ସରକାର ଯଦି ବସେଇ ଦେଇଛି ଟ୍ୟୁବୱେଲ ତାର କେମିତି ଉପକାର ହେଇପାରିବ ତା ମଧ୍ୟ ଦେଖିବାକୁ ପଡିବ। ବାରମ୍ବାର ଅଭିଯୋଗ ଭାଇ ମଧ୍ୟ ଦେଇଛନ୍ତି ତା ମଧ୍ୟ ତଥ୍ୟ ତାଙ୍କ ପାଖରେ ରହିଛି। ସେଇ ତଥ୍ୟ ଉପରେ ଆମେ ଜାଣିବା। ଏଇ ଟ୍ୟୁବୱେଲ ଆପଣ ଦେଖୁଛନ୍ତି 8 ନମ୍ବର ୱାର୍ଡରେ ଆମେ ଆସି ପହଞ୍ଚିଛୁ। ଆମ ସହିତ ଆଉ କିଛି ଭାଇ ଅଛନ୍ତି ତାଙ୍କୁ ଚାଲନ୍ତୁ ପଚାରିକି ବୁଝିବା। ହଉଛି ଶ୍ରୀକୃଷ୍ଣ ନାୟକ, ଘର ହଉଛି କାକତପୁର ମେଳକ 8 ନମ୍ବର ୱାର୍ଡ, ପଞ୍ଚାୟତ ହଉଛି କାକତପୁର, ବ୍ଲକ ହଉଛି ବାଲିଅନ୍ତା। ଆଚ୍ଛା ଭାଇ ଆମକୁ ଡାକିଛନ୍ତି ଯେହେତୁ କଳର ସମସ୍ୟା ବା କଣ ସମସ୍ୟା ରହିଛି କଣ କହିବାକୁ ଚାହୁଁଛନ୍ତି? କଳ ସମସ୍ୟା ଗୋଟେ ସାହିରେ ନାଗ ସାହି ଆମ ଗାଁ ଅଛି। ସେ ସାହିରେ ଗୋଟାଏ କଳ ପାଇଁ ଲୋକମାନେ ସମସ୍ୟା ଦେଲେ ପାଣି ପିଇବା ପାଇଁ। ସେ ଯେ ହଳଦିଆ ପାଣି ବାହାରୁଛି ଯେ ଆମେ ବ୍ଲକ ଜଣେଇଛୁ, ଜେଇକି ଜଣେଇଛୁ, ବସୁଧାରେ ଆମେ ଫୋନ କରିଛୁ। ସିଏ ଆସିକି କହିଲେ ଯେ ଆମେ ଏଇଟା କିଛି କରିପାରିବୁ ନାହିଁ। ଆଜ୍ଞା କଣ ରହୁଛି ମାନେ ପାଣି କେମିତି କଣ ପିଇ ପାରୁନି କେତେ ବର୍ଷ ହେଇଗଲାଣି ଏଇଟା? ଏଇଟା ହେଇଗଲାଣି ବର୍ଷେ ପାଖାପାଖି ହେଇଗଲାଣି ପାଣି ପିଇବାକୁ ପୁରା ଆଗରୁ ଥିଲା ଅସୁବିଧା। ନା ଏମିତି କିଛି ପ୍ରୋବ୍ଲେମ? ଆଗରୁ ଖରାପ ନଥିଲା, ଭଲ ଥିଲା, ଏତେ ଲୋକ ସମସ୍ତେ ପାଣି ପାଉଥିଲେ। ଏବେ କିନ୍ତୁ ଖରାପ ପଇଲାକୁ କମ୍ପ୍ଲେନ ଆମେ ଦେଲୁ କିନ୍ତୁ ଶୁଣୁନାହାନ୍ତି। ଆଚ୍ଛା ସରକାରୀ ପାଇପ ବସେଇଛି? ଆଜ୍ଞା। ଆଚ୍ଛା ଲୋକମାନେ କେମିତି କଣ ପିଉଛନ୍ତି ଏଠି ପିଉଛନ୍ତି ନା ବାହାରକୁ? ଲୋକମାନେ ବାହାରକୁ ଯାଉଛନ୍ତି 2 କିଲୋମିଟର ବାଟ ଚାଲି ଚାଲି ପାଣି ଆଣୁଛନ୍ତି ବି। ଏଥିପାଇଁ ବି କମ୍ପ୍ଲେନ ବି ଦେଇଥିଲି। କେତେ ଜଣ ରୋଗ ଅବସ୍ଥାରେ ପଡିଥିବେ? ଆଜ୍ଞା ପଢୁଛନ୍ତି। ଆଉ କଣ ପ୍ରୋବ୍ଲେମ ରହୁଛି? ପ୍ରୋବ୍ଲେମ ରହୁଛି ସେମିତି ଲାଟ୍ରିନ୍ ବିଲ୍ 10 ଜଣ ପାଇଁ ମୁଁ ଯୋଉ ଦେଇଥିଲି ୱାର୍କର ଦେଇଥିଲି ଯେ କରିକି ସେ ବିଲ୍ ବି କରୁନାହାନ୍ତି। 2 ବର୍ଷ ହେଲାଣି ମୋ ଆମ ହାତରେ ଖେଳୁଛନ୍ତି। 20 ଦିନ ଭିତରେ ପହଞ୍ଚିଯିବ, 50 ଦିନ ଭିତରେ ପହଞ୍ଚିଯିବ, ମାସେ ବି ଏମିତି ପହଞ୍ଚିଯିବ କିନ୍ତୁ ସେ ବିଲ୍ କରୁନାହାନ୍ତି। ଯେ ଲୋକ ସୁଧ ଆଣିକି ଲାଟ୍ରିନ୍ କରୁଛନ୍ତି ସେ ଲୋକ ଆସିକି ଆମ ପାଖକୁ କହୁଛନ୍ତି। ଆମେ ଯେତେବେଳେ ବ୍ଲକ ଜଣାଉଛୁ ବ୍ଲକ ଶୁଣୁନାହାନ୍ତି। ସିଏ କହନ୍ତି ଜେଇ ଦସ୍ତଖତ ଦଉନାହାନ୍ତି, ବିଡିଓ ଦସ୍ତଖତ ଦଉନାହାନ୍ତି। ଯଦି ଜେଇକି କହିଲା ଜେଇ ଦସ୍ତଖତ ଦେଲେ ବିଡିଓ ବି ଦସ୍ତଖତ ଦଉନାହାନ୍ତି। ଆମ ସହିତ ଅଛନ୍ତି ସାର୍ ରହିଛନ୍ତି ଆମ ସହିତ କଥା ହବା। ସାର୍ ସାର୍ ନମସ୍କାର। ଆମକୁ ଯେହେତୁ ଡାକିଛନ୍ତି ଲୋକମାନେ ସମସ୍ୟା ନେଇ ଆପଣଙ୍କ ପରିଚୟଟା ଆଜ୍ଞା ଦିଅନ୍ତୁ। ମୁଁ କାକରଦପୁର ଗ୍ରାମ ପଞ୍ଚାୟତର ନାୟବ ସରପଞ୍ଚ। ଆଉ ଯୋଉ 8 ମୋର ନମ୍ବର ୱାର୍ଡ ଆସୁଛନ୍ତି ଏଭଳିଆ ସମସ୍ୟା କଣ ରହୁଛି? ଏଠି ଆଜ୍ଞା ଆମେ ଯେଉଁ ପରିବେଶ ଆମେ ତ ବହୁତ ବାର ଏଠିକି ଆସିଲୁଣୁ। ଆସିବା ଭିତରେ ଆମେ ବହୁତ କମ୍ପ୍ଲେନ୍ ଦେଇଛୁ, ବିଡ଼ିଓଙ୍କୁ ଦେଇଛୁ, ଆମର ବସୁଧାରେ ବି ଦେଇଛୁ। ଲୋକମାନଙ୍କ ସମସ୍ୟା ଦୂର କରିବା ପାଇଁ ଆମକୁ ପଞ୍ଚାୟତକୁ ନିର୍ବାଚିତ କଲେ। ଯଦି ଆମେ ଲୋକମାନଙ୍କ ସମସ୍ୟା ଦୂର ନ କରିପାରିବୁ ତାହେଲେ ଆମକୁ କାହିଁକି ନିର୍ବାଚିତ କରିବୁ? ଆମେ ହବୁ ପଞ୍ଚାୟତରେ ଆଉ ଲୋକଙ୍କ ସେବା ତ ଆମେ କୌଣସି ପ୍ରକାର କରିପାରିଲୁନି ବିଗତ 3 ବର୍ଷ ହେଲାଣି। ସାମାନ୍ୟ ଜିନିଷ ଗୋଟେ ଲାଟ୍ରିନ୍ ଆମେ ବିଗତ 3 ବର୍ଷ ଆଣି ଦୌଡ଼ି ସେ ଟ୍ରେଜେରୀ ପଠେଇ ଦେଇଛି, ଇଆଡ଼େ କଲେକ୍ଟରଙ୍କ ପାଖକୁ ଯାଇଛି, ସବ୍ କଲେକ୍ଟରଙ୍କ ପାଖକୁ ଯାଇଛି ଫାଇଲ, ଜେଇଙ୍କ ପାଖରେ ଅଛି। କିନ୍ତୁ ଆଜି ଆମେ ଯାଇକି ଦେଖିଲୁ, ମଝିରେ ଥରେ ଯାଇକି ବିଡ଼ିଓଙ୍କ ଯେଉଁ ବ୍ଲକରେ ଦେଖିଥିଲୁ ତ ଫାଇଲ ଟୋଟାଲ କୁଆଡ଼େ ଗାୟବ ହେଇଯାଉଛି। ତ ସେମାନେ ଯେଉଁମାନେ କରଜ କରି ପଇସା ଗୁଡ଼ାକ ସବୁ ଆଣିକି ସବୁ ଲାଟ୍ରିନ୍ ଖଣ୍ଡେ ଖଣ୍ଡେ କରିଛନ୍ତି ସେମାନେ ପୁଣି ପଇସା କେମିତି ପାଇବେ? ଏକ ପଏଣ୍ଟ। ଦ୍ୱିତୀୟ ପଏଣ୍ଟ, ଯେଉଁ ମ୍ୟାଡ଼ାମ ଅଛନ୍ତି ସିଆରସି ବିଆରସି ଅଛନ୍ତି ତ ସେ ମ୍ୟାଡ଼ାମକୁ ଆମେ 3 ବର୍ଷ ଆଣି ଫାଇଲ ଦେଲୁଣୁ। ସେ ମ୍ୟାଡ଼ାମ ବି କିଛି ଆମଠୁ ହାତ ଖର୍ଚ୍ଚ ବି ନେଇଛନ୍ତି। ତ ସେ ଲାଟ୍ରିନ୍ କରିବା ପାଇଁ କି 3 ବର୍ଷ ଆଣି ଗୋଟେ ଲାଟ୍ରିନ୍ ମୋ ପଞ୍ଚାୟତରେ କେହି ପାଇଲେନି। ଆମର କ'ଣ ପ୍ରୋବ୍ଲେମ୍? ଆମର ଲାଟ୍ରିନ୍ ଆମେ କରିଲୁନୁ ନା ଫର୍ଜରୀ କରିଛୁ ନା ଲୋକଙ୍କର ସେଇଟା ବି ଜଣେଇ ପାରିବେ କ'ଣ ପ୍ରୋବ୍ଲେମ୍ ସେମାନେ ଆମକୁ ଜଣାନ୍ତୁ। ଆମେ ସେଥିରେ ବି ଏଗ୍ରି ଅଛୁ। ଆଉ ଲୋକଙ୍କର ଅସୁବିଧା କ'ଣ ପାଇଁ କରାଯାଉଛି? ଯଦି ଏଠି ଆମେ ଗୋଟେ ମୁରବିତ୍ୱ ହେଇକି ଯଦି କିଛି ଗୋଟେ ୟା ଉପରେ ଷ୍ଟେପ୍ ନେଉଛୁ, ଯଦି ଆମର କଥା ନ ରହୁଛି ତାହେଲେ ସେଠି ଆମେ କ'ଣ ପାଇଁ ଆମେ ନିର୍ବାଚିତ ହେବୁ? ପଞ୍ଚାୟତରେ ଗୋଟେ ପ୍ରତିନିଧି, ମୋର ଗୋଟେ ପଞ୍ଚାୟତରେ ମୁଁ କୌଣସି ଦିନ ଗୋଟେ ଲୋକଙ୍କୁ ମୁଁ ସାଟିସ୍ଫ୍ୟାକ୍ସନ୍ କରିପାରିଲିନି କୌଣସି କାର୍ଯ୍ୟରେ। ତ ଏଥିରେ ଯଦି ଗଭର୍ଣ୍ଣମେଣ୍ଟର କୌଣସି ଆମେ ଏତେ ସ୍କୋପ୍ ନେବା ପୂର୍ବରୁ ଆମେ ଗଭର୍ଣ୍ଣମେଣ୍ଟକୁ ଜଣାଇଥିଲୁ ବହୁତ। ବାର ବି ବ୍ଲକ ଯାଇଛୁ, ବିଡ଼ିଓଙ୍କ ପାଖରେ ପହଞ୍ଚିଛୁ, ଜେଇଙ୍କ ପାଖରେ ପହଞ୍ଚିଛୁ, ଏମିତିକି ଚେୟାରମ୍ୟାନଙ୍କୁ ଏ ବିଷୟରେ ଜଣାଇଛୁ। ଏମାନେ କୌଣସି ମତରେ ଶୁଣିବା ଅବସ୍ଥାରେ ନାହାନ୍ତି। ବିଧାୟକଙ୍କୁ ବି ଜଣାଇଛୁ, ଶୁଣୁନାହାନ୍ତି।
कौन कराजिबो जदि सरकार यार पदक्षेप नेबे नियतु नहीं तो जो बीआरसी अच्छी आमर परिमल विभाग जो मैडम टी अच्छा स्नेहांजलि पंडा तांको सहित नेगोसिएशन करूँ सी आमर पैसा विथ पेपर रिटर्न करूँ आम से लोक पेमेंट देदेबू आदर कथा न शुणिले निहाती राजरास्ता को भारी अवरोध करेंगे निश्चित आम राजरास्ता को जीवु जदि यार कौन प्रतिकार न करा जाए आम निश्चित राजरास्ता को जीवु कहीं ये गरीब लोक पैसा ये आमर कौन आम आज्ञा 3 वर्ष है पंचायत क्या आम टाटा खाइनु तेणु आमको जो बदलामी कर लोक मैंने तुम खाऊ तुम दौन तुम करून तेणु आमर से सब मनोवृत्ति ना तेणु गरीब लोक पैसा गरीब लोक मैंने पातु एवं जदि सरकार न कर पैसा फाइल से रिटर्न कर दिंतु आम फेरई देवु आमर कौन आवश्यकता ना। अच्छा जहाँ भी कहले भाई लोकों समस्या नहीं ऑब्वियसली जेहेतु तांको न्याय सरपंच गोटे दायित्व दि जाए लोकों सेवा पाई कारण लोक सका उठे लोकों मुँह चाहिए जेहेतु गाँव रोच कारण तांको सही पोजिशन दि जाए लोक मैंने आज्ञा न शुणे लोक मान उपकार न पारे क्या पाखक जी कारण गरीब श्रेणी लोकटे तो जापर तो सार जहाँ भी कहले आप अपडेट जो ये लाट्रिन ना ये पाइपर अवस्था ये घर ना वृद्धा को भत्ता मिलूनी कि बड़ लोक भत्ता मिलूँ ये जो समस्या आप सठिक भाव में तदारख करूँ कारण लोकों सेवा मनीष को सब आगक नहीं था लोकों सेवा ही महान कर्तव्य कारण सरकार सब आगक चाहिए लोकों सेवा भाई भी जहाँ कहले देखिए तुरंत आउ कि भाई एक्शन ने आगू आप गोटे आज्ञा एक्शन तो नबु निश्चित आउ गोटे कथा हूँ आज्ञा कौन वसुधा वाला आसिक पहुँचले ये वसुधार सिस्टम जो आसिक पहुँचले आम रूम देलु से माने साइड रे काम कले वसुधा पाइप अधा पकई देकी पलैचंती से कौन प्रोब्लेम से आउ आसुना तो मो पंचायत गुड़े जगार पाइप पड़ पारानी तेणु से भी बहुत व्यतिव्यस्त आम पंचायत लोक मैंने आम गाँव पहलानी सीटी पहलानी पाइप बहुत जगार भी फटई दौरान से कनेक्शन जॉइंट करना तेणु वसुधार भी बहुत प्रोब्लेम किंतु आम पंचायत आम पीरियड एत प्रोब्लेम कौन पे हो सरकार कौन जापार आम एत सब जा ब्लॉक कौन डेवलपमेंट वर्कर से किसी कौन बुझीपार ना गोटे पंचायत एत ये हबार कारण कौन ना आउ किसी कहबे अच्छा जहाँ भी कहले भाई देखा कौन रोच यार पदक्षेप नेक्स्ट कौन रोच आम आउ कि भी देखा चाहबू केमती लाट्रिन ना कि ना आउ कि लोक बैठ नवा चलतु भाई मारुंट ये पानी टी चाखिकी देखा निजे पानी अवस्था जमा ठीक नहीं आप देखुए साधारण मनुष्य केमती पीब कारण ये जो साई निर्भर कर ट्यूबवेल सी केमी चली पार कारण आज रोग तो असुस्थ हो सहित पानी रे केमती रही यार परीक्षार परिचन्न देखा पड़ो भाई मान मत जहाँ भी आम नौलु से भी कहते बारंबार अभियोग आम दे सारू कि आज जाए शुणाणी हो पारनी कारण से सब बड़ लोक सब सहायता कर गरीब श्रेणी लोक नुहति आज्ञा आपन केते देर आपन जो दायित्व दिया सेवा से दायित्व कहीं आप सठिक भाव में निभे पार ना चलते आउ कि भाई पचार सुभाष नायके काकरदपुर मेलक 8 नंबर वार्ड ये लाट्रिन टा बिल एपर्यंत हो पारानी घर भी खंडे मोर ना एमती प्रोब्लेम होगे समस्ते ना समस्ते तो पानी भी आम भी पाई पारनु आज्ञा मो ना कैलाश चंद्र नायक काकरदपुर मेलक ब्लॉक बालियंता आज्ञा यही पानी तो आज्ञा आम वर्षे है आम पीवाई बहुत असुविधा पड़ुचु गोटे किलोमीटर जाऊँ पानी मुंडू आप देखुवे आमर आमर हरिजन साई से कि आम बहुत दुखित बहुत रोगाक्रांत भी लोक हेले पानी न पाई पानी रे भी पोक बाहर आपण आमर पानी विभाग को करते वसुधा को कहीलु ब्लॉक कहीचु वीडियो जेईकी दरखास्त देचु विधायक को कहीचु ये बाबद एमाने कहीं रिक्स नौना आम केमी प्रकार आज्ञा आम बचबू एपाई आपण मानक ना आज्ञा लाट्रिन बाथरूम ना बाहर भी झाड़ा झाड़ा बसुँच आ से बाबद भी रोगाक्रांत लोक होती आज्ञा कौन आउ करूँ आज्ञा आम गरीब श्रेणी लोक आम सुध फुद आणिकी आम कौन गोटे लाट्रिन फाट्रिन करूँ जे सरकार से बाबद किसी जब पैसा पतर दिखते एपटे ये से बाबद दौना सुध बेलू बेला बढ़ी चलती सेमती भी लोक भी प्राय मरियापाई भी पछौ ना मशाणी भी नहीं आज्ञा ये आम बहुत माटी भी लोक शव दाह करने बहुत असुविधा होमर ये खंडे मशाणी ना ये बहुत असुविधा आम भोग कर गुना नायक काकरदपुर मेला 8 नंबर वार्ड आज्ञा आम ये पानी बहुत समस्या होम गरीब लोक पानी पाइपारनु घर ना लाट्रिन खंडे ना बहुत आम हैरान हो जेहेतु आम हरिजन साई
ହରିଜନ ସାହିକି ସେମିତି କେହି ଆସିବାକୁ ଲୋକ ଚାହୁଁନାହାନ୍ତି। ସେମାନେ ହରିଜନ ବୋଲି ଆମ ଦୁଆରକୁ କେହି ଆସିବାକୁ ଚାହୁଁନାହାନ୍ତି। ଏମିତି ଏହି ଅସୁବିଧା ଆମକୁ ବହୁତ ହେଉଛି। ଆଉ ତାପରେ ରୋଗ ଫୋଗ ହେଉଛି ପାଣି ପିଇବାକୁ, ତାପରେ ପାଣି ନେଇକି ଥୋଇଲା ବେଳକୁ ପୋକ ବି ଭାସୁଛନ୍ତି ତା ଦେହରେ, ଆମେ ପିଇ ପାରୁନୁ। ଏମିତି ବହୁତ ଅସୁବିଧା ହେଉଛି ଆମକୁ ଆଉ।